ତାଙ୍କ ନାମ ଆଶ୍ଚର୍ଯ୍ୟ। ତାଙ୍କ ନାମ ଆଶ୍ଚର୍ଯ୍ୟ। ହିଜ୍ ନେମ୍ ଇଜ ୱାଣ୍ଡରଫୁଲ। ଯୀଶୁଙ୍କର ନାମ, ତାଙ୍କର ପଦବୀ ଗୁଡ଼ିକ ସେଇ ଦେଇଛି ଗୁଡେ, ସେଇ ଭିତରୁ ଗୋଟେ ହଉଛି ଆଶ୍ଚର୍ଯ୍ୟ, ୱାଣ୍ଡରଫୁଲ। ଯୀଶୁଙ୍କର ନାମ ଆଶ୍ଚର୍ଯ୍ୟ। ହିଜ୍ ନେମ୍ ଇଜ ୱାଣ୍ଡରଫୁଲ। ସେଥିପାଇଁ ତାଙ୍କର ଜନ୍ମ ମଧ୍ୟ ୱାଣ୍ଡରଫୁଲ। ମାନେ ପରମେଶ୍ୱର ତିନି ପ୍ରକାର ମନୁଷ୍ୟ ମାନଙ୍କର ସୃଷ୍ଟି କରିଛନ୍ତି। ମା ନଥାଇ ବାପା ମା ନଥାଇ ଆଦମ ଏବଂ ଆଦମଙ୍କ ସୃଷ୍ଟି ଆଉ ବାପା ମା ନଥାଇ ଆମର ଜନ୍ମ ବାପା ମାଙ୍କ ଥାଇ, କିନ୍ତୁ ଯୀଶୁଙ୍କର ଜନ୍ମ ଜାଗତିକ ପିତା ନଥାଏ। ମାନେ ଅବଶ୍ୟ ମରିୟମ ଜୋସେଫଙ୍କର ସହିତ ବାହା ହେଲେ, କିନ୍ତୁ ଜୋସେଫ ଯୀଶୁଙ୍କର ପିତା ନୁହନ୍ତି। ପବିତ୍ର ଆତ୍ମାଙ୍କ ଦ୍ୱାରା ଯୀଶୁଙ୍କର ସୃଷ୍ଟି। ସେଥିପାଇଁ ଯୀଶୁଙ୍କର ଜନ୍ମ ବିନା ପିତାରେ ଯୀଶୁଙ୍କର ଜନ୍ମ ହେଇଛି। ସେଥିପାଇଁ ଇଜ୍ ନେମ୍ ଇଜ ୱାଣ୍ଡରଫୁଲ। ତାଙ୍କର ନାମ ଆଶ୍ଚର୍ଯ୍ୟ। ଆମେ ଦେଖୁଛୁ ତାଙ୍କର ଜନ୍ମ ଆଶ୍ଚର୍ଯ୍ୟ। ପ୍ରଭୁ ଯୀଶୁ ଯେତେବେଳେ ବଢିଲେ, ଯେତେବେଳେ ସେ ପଣ୍ଡିତ ମାନଙ୍କ ସହିତ କିଛି କଥାବାର୍ତ୍ତା କଲେ, ସେମାନେ ବି ଆଶ୍ଚର୍ଯ୍ୟ, ଏଇ ପିଲା କୋଉଠୁ ଜନ୍ମ ହେଇଛି, ଏତେ ମାନେ ଜ୍ଞାନ। ତାଙ୍କର ଜ୍ଞାନ ମଧ୍ୟ ଆଶ୍ଚର୍ଯ୍ୟ। ଯେତେବେଳେ ସେ ସେବା କାର୍ଯ୍ୟ ଆରମ୍ଭ କଲେ, ପାଣିକୁ ଦ୍ରାକ୍ଷ ରସରେ ପରିଣତ କଲେ, ତାଙ୍କ ମିନିଷ୍ଟ୍ରି ମଧ୍ୟ ଆଶ୍ଚର୍ଯ୍ୟ। ସେ 5,000 ଲୋକଙ୍କୁ ପାଞ୍ଚଟି ରୁଟି 2ଟି ମାଛରେ ସେ ଖୁଆଇଲେ। ସେ ପାଣିରେ ଚାଲିଲେ, ସେ ରୋଗୀମାନଙ୍କୁ ସୁସ୍ଥ କଲେ। His ministry is wonderful. His birth is wonderful. Jesus is ministry is wonderful. ଏବଂ ତାଙ୍କର ଯୋଉ ମୃତ୍ୟୁ, ଯୀଶୁଙ୍କର ଯୋଉ ମୃତ୍ୟୁ, ରୋମିଓ ନିୟମ ଅନୁସାରେ ଦୋଷୀକୁ ସେମାନେ କ୍ରସରେ ସେମାନେ ମାରିବା, ତାଙ୍କର ଗୋଟେ ନିୟମ ଥିଲା, ପାଶି ଦେବା। କିନ୍ତୁ ଯୀଶୁଙ୍କର କୌଣସି ଦୋଷ ନଥିଲା। କୌଣସି ସେ ଦୋଷରେ ସେ ସାବ୍ୟସ୍ତ ହେଇନାହାନ୍ତି। କିନ୍ତୁ ବିନା ଦୋଷରେ ଯୀଶୁଙ୍କୁ କାଲବରୀ କ୍ରୁଶରେ ତାଙ୍କୁ ମାରିଲେ। ସେଥିପାଇଁ ତାଙ୍କର ମୃତ୍ୟୁ ମଧ୍ୟ ଆଶ୍ଚର୍ଯ୍ୟ। ୱିଥାଉଟ୍ ଫଲ୍ଟ, ଏନି ଫଲ୍ଟ। ଯୀଶୁଙ୍କର କ୍ରୁଶ ଯୋଉ ମୃତ୍ୟୁ ଅଭିଶାପ ସ୍ୱରୂପ ହେଲେ, ସେଇଟା ବି ଆଶ୍ଚର୍ଯ୍ୟ। ସେଥିପାଇଁ ତାଙ୍କର ଜନ୍ମ ଆଶ୍ଚର୍ଯ୍ୟ, ତାଙ୍କର ସେବା କାର୍ଯ୍ୟ ଆଶ୍ଚର୍ଯ୍ୟ, ତାଙ୍କର ମୃତ୍ୟୁ ମଧ୍ୟ ଆଶ୍ଚର୍ଯ୍ୟ। ତାଙ୍କର ପୁନରୁତ୍ଥାନ, ସେ ମୃତ୍ୟୁ କଲେ, ସମାଧିସ୍ଥ ହେଲେ, କିନ୍ତୁ ସେଇ ସମାଧିରୁ ସେ ବାହାରି ଉଠିଲେ। ସେଇ ବଡ ପଥରଟିକୁ ସେଇ ଯୋଉ ତା ସାମ୍ନାରେ ଥୁଆ ହେଇଯାଇଥିଲା, ସେ ଘୁଞ୍ଚି ପଡିଲା ଏବଂ ସେ ସମାଧିରୁ ଉଠିଲେ। ତାଙ୍କର ମଧ୍ୟ ପୁନରୁତ୍ଥାନ ଆଶ୍ଚର୍ଯ୍ୟ। ଏବଂ ଯେତେବେଳେ ପ୍ରଭୁ ଯୀଶୁ ସ୍ୱର୍ଗକୁ ସେ ଆରୋହଣ କଲେ, ତାଙ୍କ ଶିଷ୍ୟମାନେ ତାଙ୍କୁ ଅନେଇ ରହୁଛନ୍ତି ଏବଂ ଦୂତମାନେ କହୁଛନ୍ତି, ଏଇ ଗାଲିଲୀୟ ମାନେ କାହିଁକି ତୁମାନେ ଉର୍ଦ୍ଧ୍ୱକୁ ଦୃଷ୍ଟି ରଖୁଅଛ? ଯେଉଁ ଯୀଶୁ ତୁମ ସମ୍ମୁଖରୁ ସେ ଉର୍ଦ୍ଧ୍ୱକୁ ନୀତ ହେଲେ, ସେ ଦିନେ ଆସିବେ, ମେଘମାଳରେ ଆସିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ମଧ୍ୟ ଆଶ୍ଚର୍ଯ୍ୟ। ଆମେ ଦେଖୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଆଶ୍ଚର୍ଯ୍ୟ, ତାଙ୍କର ସେବା କାର୍ଯ୍ୟ ଆଶ୍ଚର୍ଯ୍ୟ, ତାଙ୍କର ମୃତ୍ୟୁ ଆଶ୍ଚର୍ଯ୍ୟ, ତାଙ୍କ ପୁନରୁତ୍ଥାନ ଆଶ୍ଚର୍ଯ୍ୟ, ତାଙ୍କର ଆଗମନ ମଧ୍ୟ ଆଶ୍ଚର୍ଯ୍ୟ। ସେଥିପାଇଁ ମୁଁ କହିଲି, ଏଇସବୁ ଯୀଶୁଙ୍କର ଯୋଉ ଜୀବନର ସବୁ ଆଶ୍ଚର୍ଯ୍ୟ, ଏହା ଜ୍ଞାନର ବାହାରେ। ଆମେ ଆମ ଜ୍ଞାନ ଦ୍ୱାରା ଆମେ ବୁଝିପାରିବା ନାହିଁ। କେମିତି ଗୋଟେ ବିନା ବାପାରେ ଗୋଟେ ଜନ୍ମ ହେଇଛି, ଏହା ଗୋଟେ ଆଶ୍ଚର୍ଯ୍ୟ। ଇଟ୍ ଇଜ୍ ବିୟଣ୍ଡ ଆୱାର ନଲେଜ, ଜ୍ଞାନର ବାହାରେ। ବିୟଣ୍ଡ ଆୱାର ସାଇନ୍ସ, ବିଜ୍ଞାନର ବାହାରେ। ବିୟଣ୍ଡ ସାଇନ୍ସ, ବିୟଣ୍ଡ ଲଜିକ, ଏହା ଯୁକ୍ତି କରି ତାକୁ ଆମେ ସମାଧାନ କରିପାରିବା ନାହିଁ। କିନ୍ତୁ ସିମ୍ପଲ ବିଲିଭ, ଈଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କି ତାଙ୍କଠାରେ ବିଶ୍ୱାସ କରେ। ବିଶ୍ୱାସ ବିନା ଆମେ ପରମେଶ୍ୱରକୁ ସନ୍ତୁଷ୍ଟ କରିପାରିବା ନାହିଁ। ୱି ହାଭ୍ ଟୁ ବିଲିଭ। ଆମେ ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର, ଆମ ପାପର ନିମନ୍ତେ ସେ ମନୁଷ୍ୟ ହେଲେ ଏବଂ ଆମମାନଙ୍କ ପାପ ନିମନ୍ତେ ସେ କାଲବରୀ କ୍ରୁଶରେ ମୃତ୍ୟୁଭୋଗ କଲେ, ସମାଧିସ୍ଥ ହେଲେ, କିନ୍ତୁ ସେ ଜୀବିତ ଅଛନ୍ତି। ଏହାକୁ ବିଶ୍ୱାସ କରିବା ପଡିବ। ଆମମାନେ ଏଇ ଖ୍ରୀଷ୍ଟଙ୍କ
ଜନ୍ମ ଉତ୍ସବ ପାଳନ ଆମେ ଯେତେବେଳେ ପାଳନ କରୁଛୁ ଆମେ ଯୀଶୁଙ୍କର ଯୋଉ ଆଦର୍ଶ ଯୀଶୁଙ୍କର ଯୋଉ ଆଦର୍ଶ ର ପାଳନ କରିବା ଆବଶ୍ୟକ। ଯୀଶୁ ସେ ମନୁଷ୍ୟ ହେଲେ, ସେ ଗୋଟେ ସିମ୍ପଲ ଭାବରେ ପର୍ବ ପାଳନ କରିବା ଆବଶ୍ୟକ। ଗୋଟେ ସୁନ୍ଦର ଡ୍ରେସ୍ ହେଇକି ପର୍ବ ପାଳନ କିଛି ଆବଶ୍ୟକ ନାହିଁ, ପିଠାପଣା କରିକି ଆବଶ୍ୟକ ନାହିଁ। ସିମ୍ପଲରେ ଆମେ ପ୍ରଭୁଙ୍କର ଯୋଉ ପ୍ରଭୁଙ୍କର ଯୋଉ ପ୍ରେମ ଆମେ ସ୍ମରଣ କରିବା ଆବଶ୍ୟକ। ପ୍ରଭୁଙ୍କର ପ୍ରେମକୁ ଆମେ ସ୍ମରଣ କରିବା ଆବଶ୍ୟକ। ଏବଂ ସେଇଦିନ ପଣ୍ଡିତ ମାନେ ଯୀଶୁଙ୍କର ଜନ୍ମ ସେ ଜାଣି ସେମାନେ ଚାଲି 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 ଯାଉଛନ୍ତି ଏବଂ ଯୀଶୁଙ୍କୁ ଯେତେବେଳେ ସେମାନେ ପାଉଛନ୍ତି ସେମାନେ ଭେଟି ଦଉଛନ୍ତି। ଆମେ ଏହି ସମୟରେ ଆମେ ଯୀଶୁଙ୍କୁ ତାଙ୍କ ଜନ୍ମଦିନର ପାଳନରେ ଆମେ ଯୀଶୁକୁ କଣ ଦେବା? ସେମାନେ ସୁନା ରୂପା କୁନ୍ଦୁରୁ ଗନ୍ଧରସ ଦେଲେ। କୁନ୍ଦୁରୁ ଗନ୍ଧରସ ଆମେ ଯୀଶୁଙ୍କର ଜନ୍ମର ପର୍ବ ପାଳନରେ ସୁନା ସଦୃଶ ଗୋଟେ ବିଶ୍ୱାସ, ଗୋଟେ ଖାଣ୍ଟି ବିଶ୍ୱାସ, ନକଲି ବିଶ୍ୱାସ ନାହିଁ। ଯୀଶୁ ଈଶ୍ୱରଙ୍କ ଦ୍ୱିତୀୟ ପୁତ୍ର ସେ ଜନ୍ମ ଗ୍ରହଣ କରିଛନ୍ତି। ଇତିହାସ ଅଛି ବିଶ୍ୱାସ, ଖାଣ୍ଟି ବିଶ୍ୱାସ ସୁନା ସଦୃଶ ଖାଣ୍ଟି ବିଶ୍ୱାସ। ଯେତେ ନିଆଁରେ ପୋଡ଼ାଯାଏ ସେତେ ପରିଷ୍କୃତ ହେବ ଆମ ବିଶ୍ୱାସ, ସେତେ ପରିଷ୍କୃତ ହେବ। କୁନ୍ଦୁରୁ ୱର୍ସିପ୍ ଆମେ ପ୍ରଭୁଙ୍କୁ ଆରାଧନା କରିବା। ୱର୍ସିପ୍ କୁନ୍ଦୁରୁ ଯେମିତି ଧୂଆଁ ଉପରକୁ ଯାଏ, ଆମମାନଙ୍କର ୱର୍ସିପ୍ ପ୍ରଭୁଙ୍କର ସେବା ଉପାସନା ଆମେ ଆମେ ପ୍ରଭୁଙ୍କୁ ମାନେ ଯୀଶୁଙ୍କ ମୃତ୍ୟୁର ନିଦର୍ଶନ ସେଇ ଗନ୍ଧରସ ଯୀଶୁଙ୍କ ଜନ୍ମ ସମୟରେ ଯୋଉ ତେଲଟିଏ ଗୋଟେ ମଲା ବ୍ୟକ୍ତିକୁ ଯେତେବେଳେ ତେଲ ଆମେ ଗୋଟେ ଗୁଡ୍ ସ୍ମେଲର ଇଏ କରୁ, ଯୀଶୁ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁ କଲେ। ବିଶ୍ୱାସ କରିବା ଯୀଶୁ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁ କଲେ, ଆମ ପାପ ନେଇ କାଲବରୀ ସମାପ୍ତ କଲେ। ଏଇ ବିଶ୍ୱାସ, ଏଇ ମନ ନେଇ ଆମେ ପ୍ରଭୁଙ୍କୁ ଆରାଧନା କରୁ। କେବଳ ଯୀଶୁ ଯେ ଜନ୍ମ ଗ୍ରହଣ କଲେ ତାହା ଆମମାନଙ୍କ ପାପ ନିମନ୍ତେ କାଲବରୀ କ୍ରୁଶରେ ବଳିଦାନ କଲେ, ସେ ମୃତ୍ୟୁ କଲେ, ସେ ସମାଧି ସ୍ଥଳେ, ସେ ପୁନରୁତ୍ଥିତ, ସେ ଜୀବିତ। ଯଦି ଆମେ ପ୍ରଭୁଙ୍କ ଉପରେ ବିଶ୍ୱାସ ଆମେ କରୁଛୁ ଏବଂ ଆମେ ଯେତେବେଳେ ଯୀଶୁଙ୍କୁ ହୃଦୟରେ ତାକୁ ଗ୍ରହଣ କରିବା, ଯୀଶୁ ଯେମିତି ତାଙ୍କର ଜନ୍ମ, ସେବା କାର୍ଯ୍ୟ, ତାଙ୍କର ମୃତ୍ୟୁ, ପୁନରୁତ୍ଥାନ ଆଶ୍ଚର୍ଯ୍ୟ, ଆମେ ବି ଗୋଟେ ଚମତ୍କାର ଆଶ୍ଚର୍ଯ୍ୟ ବ୍ୟକ୍ତି ହେଇଯିବା। ନିଶ୍ଚିତ ଭାବରେ ହେଇଛୁ। ଯେତେବେଳେ ଭାରତ ବର୍ଷରେ ଆମେ ଦେଖୁଛୁ ସବୁ ଅଫିସର ମାନେ ୱେସ୍ ଅଫିସର, ଆଇଏଏସ୍ ଅଫିସର ମାନେ ସବୁ ହିନ୍ଦୁ, ସେମାନେ ସବୁ ଜାଗାରେ ଅଛନ୍ତି। ଖ୍ରୀଷ୍ଟିଆନ ମାନେ ମାତ୍ର 3% କୌଣସି ଗୋଟେ ଜାଗାରେ ଥିଲେ ଗୋଟେ ଜାଗା, କିନ୍ତୁ ସେମାନେ ବି ଥରି ଯାଉଛନ୍ତି। ଖ୍ରୀଷ୍ଟିଆନ ମାନଙ୍କର ମାନେ ବିଶ୍ୱାସୀ ମାନଙ୍କ କୁ ଦେଖି ସେମାନେ ଡରି ଯାଉଛନ୍ତି। ବର୍ତ୍ତମାନ ସେମାନେ କହନ୍ତି ଆଉ ବର୍ତ୍ତମାନ ବିପଦରେ ଅଛି। କେମିତି ହିନ୍ଦୁ ବିପଦରେ ଅଛି? ସେଇ ସମୟରେ ଯୀଶୁଙ୍କର ସେବା କାର୍ଯ୍ୟରେ ଯୀଶୁଙ୍କର ଶିଷ୍ୟମାନେ ଓଲଟା ପାଲଟା କଲେ। ତଦ୍ରୂପ ଆଜି ବି ଜଗତ ଯୀଶୁଙ୍କ ଲୋକମାନଙ୍କୁ ଦେଖି ତରବର ହେଉଛି। ପ୍ରିୟ ମୋର ପିଲାମାନେ, ଆମମାନେ ଗୋଟେ ଭାଗ୍ୟର ମନୁଷ୍ୟ ବା ସୌଭାଗ୍ୟର ମନୁଷ୍ୟ। ଆମେ ଯେତେବେଳେ ଯୀଶୁଙ୍କୁ ବିଶ୍ୱାସ କରୁଛୁ, ଅନନ୍ତ ଜୀବନ, ଆମମାନେ ଅନନ୍ତ ଜୀବନ ପ୍ରାପ୍ତ। ସେଥିପାଇଁ ଆମମାନେ ସେଲିବ୍ରେସନ କରିବା, ଆନନ୍ଦ କରିବା। ସ୍ୱର୍ଗରେ ଯୀଶୁଙ୍କୁ ବିଶ୍ୱାସ କରିବା ହେତୁ ମୁଁ ସ୍ୱର୍ଗରେ ମୋର ସ୍ଥାନ ରହିଛି, ସେଥିପାଇଁ ଆନନ୍ଦ କରିବା। ଏଇ ଜଗତର ଗୋଟେ ପର୍ବ ପାଳନ, ଲୁଗା ପଟା ଡ୍ରେସ୍ ଆମେ, କିନ୍ତୁ ସ୍ୱର୍ଗର ଆନନ୍ଦ, ସ୍ୱର୍ଗରେ ଆମ ସ୍ଥାନ ରହିଛି, ସେ ଆନନ୍ଦ କରିବା। ଆମେ ଆମ ପ୍ରେମ ଈଶ୍ୱରଙ୍କୁ ଡାଳିବା ଏବଂ
ଆମେ ଈଶ୍ୱରଙ୍କ ସହିତ ଯୀଶୁଙ୍କ ଦ୍ୱାରା ସଂଯୁକ୍ତ ରହିବା। ସେଥିପାଇଁ ତ ଯୀଶୁ କହିଲେ ମୁଁ ଦ୍ରାକ୍ଷଲତା ତୁମମାନେ ଶାଖା, ଯେ ମୋ ଠାରେ ରହିବ। ଆମେ ପ୍ରଭୁ ଯୀଶୁଙ୍କ ସହିତ ସଂଯୁକ୍ତ ରହିବା। ଏମିତି ପ୍ରାର୍ଥନା, ମୋ ପ୍ରାର୍ଥନା ବଢ଼ାଇବା। ପ୍ରଭୁଙ୍କର ଉପାସନା, ପ୍ରଭୁଙ୍କୁ ଆମେ ଆରାଧନା କରି ଉପାସନା କରି ବାକ୍ୟ ଅଧ୍ୟୟନ, ଯେତେ ଆମେ ପ୍ରଭୁଙ୍କ ବାକ୍ୟ ପଢ଼ିବା ସେତେ ଆମେ ଟ୍ରାନ୍ସଫର୍ମ ହେବା। ବିଶ୍ୱାସ କରିଦେଲେ ତ ସେତିକି ହେବନି, କିନ୍ତୁ ବାକ୍ୟ ପଢ଼ି ବାକ୍ୟକୁ ପାଳନ କରିବା ଆମ ଜୀବନର ସେତେ ପରିବର୍ତ୍ତନ, ସେତେ ସାମାଜିକ ଭାବରେ ଆତ୍ମିକ ଭାବରେ ଆମକୁ ପ୍ରତ୍ୟେକ ଦିନ we are transforming, ପରିବର୍ତ୍ତନ ହେଇ ପଡ଼ିବା ଏବଂ ଯୀଶୁଙ୍କର ଆଗମନ ଆମ ପରିବର୍ତ୍ତନ ବଢ଼ୁଥିବ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସନ୍ଧ୍ୟା ସମୟରେ ଅଙ୍କିତ ଭାବରେ ଯୀଶୁଙ୍କର ଜନ୍ମର ଯୋଉ ଉଦ୍ଦେଶ୍ୟ, ପରମେଶ୍ୱର ଆମମାନଙ୍କୁ ତାଙ୍କ ରାଜ୍ୟ ସ୍ୱର୍ଗରେ ଯୀଶୁଙ୍କ ଦେଇ ତାଙ୍କ ସହିତ ରହିବାର ଯୋଉ ତାଙ୍କର ଇଚ୍ଛା ତାହା ସଫଳ କରିଛନ୍ତି। ଆମେ କେବଳ ବିଶ୍ୱାସରେ ଓନ୍ଲି ବିଲିଭ୍, ବିଶ୍ୱାସରେ ଆସିବାକୁ ହେବ ଏବଂ ତାଙ୍କ ସହିତ ଆମର ସମ୍ପର୍କ ବଢ଼ାଇବା। ପ୍ରଭୁ ଆଶୀର୍ବାଦ କର ସମସ୍ତଙ୍କୁ। ଧନ୍ୟବାଦ। ଏତିକିରେ ମୁଁ ରହିଲି। ଥ୍ୟାଙ୍କ ୟୁ ଭେରି ମଚ୍।